ଥରେ ମୋର ଜଣେ ବନ୍ଧୁଙ୍କ ସହିତ ଦେଖା ହେଲା। ବନ୍ଧୁ କହିବା ତ ଭୁଲ ହେବ, ସେ ମୋର ଅଫିସର ବି ଥିଲେ। ଆଉ ମୁଁ ଏଠାରେ କହି ରଖିବାକୁ ଚାହେଁ, ସେ ବନ୍ଧୁ ଜଣକ ଜନ୍ମରୁ ଖ୍ରୀଷ୍ଟିଆନ, ଆଉ ତାଙ୍କ ପରିବାରରେ 3ଟି ପାଳକ ଅଛନ୍ତି। ତାଙ୍କ ବାପା ମଧ୍ୟ ଜଣେ ପାଳକ, ତାଙ୍କ 2 ଭାଇ ମଧ୍ୟ ପାଳକ। କଥାଭାଷା ହଉ ହଉ ତାଙ୍କର ଗୋଟେ ବକ୍ତବ୍ୟ ଶୁଣି ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା। ସେ କହିଲେ, ପ୍ରଭୁ ସର୍ବଶକ୍ତିମାନ ନୁହନ୍ତି। ଯେତେବେଳେ ମୁଁ ବିରୋଧ କଲି, ସେ କହିଲେ, ଯଦି ସେ ସର୍ବଶକ୍ତିମାନ ହେଇଥାନ୍ତେ ତେବେ ତ ତାଙ୍କ ପାଖରେ ସବୁ ଶକ୍ତି ରହିବାର ଥିଲା। ତାଙ୍କର ଲୋକମାନଙ୍କୁ ସେ ଉଦ୍ଧାର କରିବା କଥା, ରୋଗ ଆରୋଗ୍ୟ କରିବାର ଶକ୍ତି, ବିପଦରୁ ଉଦ୍ଧାର କରିବା ଶକ୍ତି ତାଙ୍କର ରହିବାର ଥିଲା। ମୁଁ କହିଲି, ହଁ, ତାଙ୍କ ପାଖରେ ତ ସବୁ ଶକ୍ତି ଅଛି, ତେଣୁକରି ସେ ସର୍ବଶକ୍ତିମାନ। ଶତ୍ରୁମାନଙ୍କୁ ବିନାଶ କରିବାର ଶକ୍ତି ମଧ୍ୟ ରହିବାର ଥିଲା, ନିଜର ଲୋକମାନଙ୍କୁ ଶାନ୍ତି ଦେବାର ଶକ୍ତି ମଧ୍ୟ ତାଙ୍କର ରହିବାର ଥିଲା। ମୁଁ ତାଙ୍କୁ କହିଲି, ଭାଇ ସବୁ ଠିକ କଥା କହିଲେ, କିନ୍ତୁ ଶତ୍ରୁମାନଙ୍କୁ ବିନାଶ କରିବାର ଶକ୍ତି ଆବଶ୍ୟକ ନାହିଁ। ଶତ୍ରୁମାନଙ୍କୁ ବିନାଶ କରିବା ହିଁ ଆବଶ୍ୟକ ନାହିଁ, ଆମର ପ୍ରଭୁ କହନ୍ତି। ଏ ବିଷୟରେ ମୁଁ ଆପଣଙ୍କୁ ପରେ କହିବି, କିନ୍ତୁ ଆପଣ ଆଜି ଭଲ କି ଶୁଣନ୍ତୁ ମୁଁ ଯାହା ଆପଣଙ୍କୁ କହିବାକୁ ଚାହୁଁଛି। ପ୍ରକୃତରେ ପ୍ରିୟମାନେ, ବର୍ତ୍ତମାନ ଯାହା ଚାଲିଛି, ଆଜିକାଲି ଆମେ ଦେଖୁଛୁ ଯେ ଖ୍ରୀଷ୍ଟିଆନ ମାନଙ୍କୁ ହିଁ ଅଧିକ ତାଡ଼ନା ଆସୁଛି। ସେ କଥା ସେ କହିଲେ ଯେ ଦେଖ, ନ୍ୟୁଜ ପେପର ଦେଖ, ତମେ ଟିଭି ନ୍ୟୁଜ ଦେଖ, ସବୁ ଜାଗାରେ ଖ୍ରୀଷ୍ଟିଆନ ମାନଙ୍କୁ ହିଁ ତାଡ଼ନା ବେଶୀ ଆସୁଛି। ସେମାନଙ୍କ ମଧ୍ୟରେ ହିଁ ଅଶାନ୍ତି ଭରି ରହୁଛି। ସେମାନଙ୍କ ଜୀବନରେ, ଖ୍ରୀଷ୍ଟିଆନ ମାନଙ୍କ ଜୀବନରେ ହିଁ ବିପଦ ଅଧିକ ଆସୁଛି। ତାହେଲେ ଏଇଥିରୁ ପ୍ରତିପାଦିତ ହେଉଛି, ପ୍ରମାଣିତ ହେଉଛି ଯେ ତମର ପ୍ରଭୁ ସର୍ବଶକ୍ତିମାନ ନୁହନ୍ତି। ମୁଁ କହିଲି, ଭାଇ, କେବଳ ଆମର ପ୍ରଭୁ ନୁହନ୍ତି, ସେ ଆପଣଙ୍କର ମଧ୍ୟ ପ୍ରଭୁ ଅଟନ୍ତି। କିନ୍ତୁ ସେ କହିଲେ ଯେ ମୁଁ ଏ କଥା ଯାକ ମାନେ ନାହିଁ। ଗୋଟିଏ କଥା ପ୍ରିୟମାନେ, ଆଜି ଏଇ ପ୍ରଶ୍ନ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀଙ୍କ ମନରେ ମଧ୍ୟ ରହିଛି। ପ୍ରକାଶରେ ହୁଏତ ସେମାନେ ପଚାରି ପାରୁନାହାନ୍ତି, କିନ୍ତୁ ଅଧିକାଂଶ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ମନରେ ଅଛି ଯେ ଆମର ପ୍ରଭୁ ସର୍ବଶକ୍ତିମାନ। ଆମେ ପିଲାବେଳୁ ଶୁଣି ଆସୁଛୁ, କିନ୍ତୁ ଯେତେବେଳେ ତାଡ଼ନା ଆସୁଛି ସେ କାହିଁକି ଉଦ୍ଧାର କରୁନାହାନ୍ତି? ଯେତେବେଳେ ନିନ୍ଦା ଆସୁଛି, ମାଡ଼ ଆସୁଛି, ସେତେବେଳେ ସିଏ କାହିଁକି ଆମକୁ ଉଦ୍ଧାର କରୁନାହାନ୍ତି? ପ୍ରଶ୍ନ। ଆଉ ଏଇ ସବୁ ପ୍ରଶ୍ନର ଉତ୍ତର ଆଜି ପ୍ରଭୁ ଆମକୁ ଦେବାକୁ ଚାହାନ୍ତି। ଆପଣମାନେ ପ୍ରସ୍ତୁତ ଅଛନ୍ତି ତ? ତାହେଲେ ଯଦି ପ୍ରସ୍ତୁତ ଅଛନ୍ତି, ତାହେଲେ ଦୟାକରି ଗୋଟେ ସେକେଣ୍ଡ ଅନମ୍ୟୁଟ କରି ହାଲେଲୁୟା କହନ୍ତୁ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ହାଲେଲୁୟା। ଲେଖାଯାଏ, ଜ୍ଞାନର ଅଭାବରୁ ଆମର ଲୋକମାନେ ବିନଷ୍ଟ ହୁଅନ୍ତି, ହେଉଛନ୍ତି। ୟେସ୍ ପ୍ରିୟମାନେ, ଆଜି ସତ୍ୟ ପ୍ରଭୁଙ୍କୁ ଯେଉଁମାନେ ଜାଣିନାହାନ୍ତି ସେମାନେ ବଡ଼ ବଡ଼ ଖ୍ରୀଷ୍ଟିଆନ ଅଟନ୍ତି। ଯୀଶୁଙ୍କ ବିଷୟରେ ହୁଏତ ରିସର୍ଚ୍ଚ କରିଦେଇଥାଇପାରନ୍ତି, ବାଇବଲକୁ ମୁଖସ୍ଥ କରିପାରନ୍ତି, ଅଗାଧ ପାଣ୍ଡିତ୍ୟ ସେମାନଙ୍କର ଥାଇପାରେ ବାଇବଲ ଜ୍ଞାନ ଉପରେ, କିନ୍ତୁ ଯୀଶୁଙ୍କୁ ଜାଣିନାହାନ୍ତି। ଯୀଶୁଙ୍କ ବିଷୟରେ ଜାଣିବା ଏବଂ ଯୀଶୁଙ୍କୁ ଜାଣିବା ଦୁଇଟି ପୁରା ଅଲଗା କଥା ଅଟେ। ସେମାନଙ୍କ ପାଇଁ ଗୋଟେ ଛୋଟ କାହାଣୀ କହିବାକୁ ଚାହୁଁଛି। ଆଉ
ସାନବେଳେ ମୁଁ ଗୋଟେ ଫିଲ୍ମ ଦେଖିଥିଲି ଅମିତାଭ ବଚ୍ଚନର ଫିଲ୍ମ। ଏଇ ବିଷୟ ମୁଁ ବହୁତ ବର୍ଷ 2-3 ବର୍ଷ ଆଗରୁ ମୁଁ ତ ମେସେଜରେ କହିଥିଲି। ଅମିତାଭ ବଚ୍ଚନ ପିଲାମାନଙ୍କୁ ତାଙ୍କ ଆଗରେ ବସେଇକି ଗୋଟେ ଛୋଟିଆ ଗପ କହୁଥିଲେ, ଗୋଟେ ବାଘର ଗପ। ଏକ शेर था, मैं जंगल में गया और एक शेर से मुलाकात हो गया। ବାଘକୁ ଦେଖିଲା ପରେ ତାଙ୍କ ମନରେ ଭୟ ସୃଷ୍ଟି ହେଇଛି। ପିଲାମାନେ ପୁରା ଆଶ୍ଚର୍ଯ୍ୟ ହେଇ ଶୁଣୁଛନ୍ତି, ଅଙ୍କଲ ବାଘକୁ ଦେଖିଛନ୍ତି ସାମ୍ନା ସାମ୍ନି। ତାପରେ ସିଏ ଯେତେବେଳେ କହିଲେ, ମୁଁ ସେ ଗୀତଟା ଗାଇଦେବି ଟିକେ। मेरे पास आओ मेरे दोस्तों एक किस्सा सुनो, मेरे पास आओ मेरे दोस्तों एक किस्सा सुनो। ଲାଷ୍ଟକୁ ଏଇସବୁ ଗପ କହି ସାରିଲା ପରେ ଯେତେବେଳେ ସେ କହିଲେ, मुझे मार के बेशरम खा गया, ସେତେବେଳେ ସେ ପିଲାମାନଙ୍କ ମଧ୍ୟରୁ ଜଣେ କହିଲା ଯେ अंकल लेकिन आप तो जिंदा है। ସେତେବେଳେ ଅମିତାଭ କହୁଛନ୍ତି, ये जीना भी क्या जीना है लल्लू, ଏଇ ବଞ୍ଚିବା କ'ଣ ଗୋଟେ ବଞ୍ଚିବା ଅଟେ କି? ପ୍ରକୃତରେ ଆମର ଜୀବନ ଠିକ୍ ସେମିତି ହେଇଯାଇଛି ପ୍ରିୟମାନେ। ଅଗାଧ ପାଣ୍ଡିତ୍ୟ ଥାଇ ସୁଦ୍ଧା ଯୀଶୁଙ୍କୁ ନ ଜାଣିବା ଆମ ଭିତରେ ଜୀବନ ନଥିବା ସାଙ୍ଗେ ସମାନ ଅଟେ। ଯୀଶୁଙ୍କ ସାମର୍ଥ୍ୟରେ ଭରସା ନ କରିବା ଆମ ଦେହରେ ଜୀବନ ନଥିବା ହିଁ ଅଟେ। ଆସନ୍ତୁ ବାକ୍ୟ ମଧ୍ୟକୁ ଯିବା। ଦାନିଏଲ 6:22 ଦୟାକରି କେହି ସାହାଯ୍ୟ କରନ୍ତୁ। ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି ଆଉ ସେମାନେ ମୋର କ୍ଷତି କରିନାହାନ୍ତି। ହାଲେଲୁୟା। ସିଂହମାନେ, ଏଇଟା ଆମେ ଜାଣିପାରୁଛୁ ସମସ୍ତେ, ଆମେ ଖ୍ରୀଷ୍ଟିଆନ। ଏଇ ବିଷୟରେ ମଧ୍ୟ ଦାନିଏଲଙ୍କ ବିଷୟରେ ମଧ୍ୟ ଆମେ ଜାଣିଛୁ। ରାଜା ଯେତେବେଳେ ଭୋରରୁ ଯାଇକି ସିଂହ ଗାତରେ ପଡ଼ିଥିବା ଦାନିଏଲ ବଞ୍ଚିଛନ୍ତି କି ନାଇଁ ଜାଣିବାକୁ ଚାହିଁଲେ, ଆଉ ପଚାରିଲେ ଯେ ଦାନିଏଲ ତୁମେ ଯାହାକୁ ନିତ୍ୟ ନିତ୍ୟ ସେବା କରୁଛ ସେଇ ପରମେଶ୍ୱର କ'ଣ ତୁମକୁ ଉଦ୍ଧାର କରିଛନ୍ତି? ରାଜାଙ୍କର ହୃଦୟ କାନ୍ଦି ଉଠୁଥିଲା, କାରଣ ସେ ଦାନିଏଲକୁ ବହୁତ ପ୍ରେମ କରୁଥିଲେ। ୟେସ୍ ପ୍ରିୟମାନେ, ଦାନିଏଲ ବିପଦରେ ପଡ଼ିଥିଲେ, ସିଂହ ଗହ୍ୱରରେ ତାଙ୍କୁ ପକାଯାଇଥିଲା। ଆଉ ଯେତେବେଳେ ରାଜା ପଚାରିଲେ, ଦାନିଏଲ ଉତ୍ତର ଦେଉଛନ୍ତି। କ'ଣ ଦେଉଛନ୍ତି ମା ଟିକେ ପଢ଼ିଲ? ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କ ମୁଖ ବନ୍ଦ କରିଅଛନ୍ତି, ମୁଁ ସେମାନେ ମୋର କ୍ଷତି କରିନାହାନ୍ତି, କାରଣ ତାହାଙ୍କ ଛାମୁରେ ମୋର ନିର୍ଦ୍ଦୋଷତା ଦେଖାଗଲା। ପୁଣି ହେ ମହାରାଜ, ମୁଁ ଆପଣଙ୍କ ସାକ୍ଷାତରେ ହିଁ କୌଣସି କ୍ଷତି କରିନାହିଁ। ହାଲେଲୁୟା। ଯେତେବେଳେ ରାଜା ଏଇ କଥା ଶୁଣିଲେ, ଏଇ କଥା ସେ ଭାଇ ଜଣଙ୍କୁ ବୁଝେଇବା ପୂର୍ବରୁ, ମୁଁ ସାରିବା ପୂର୍ବରୁ ସେ ଆରମ୍ଭ କଲେ, ଆରେ ସେଇଟା ତ ପ୍ରମାଣ, ତମର ପରମେଶ୍ୱର ଯଦି ଥାନ୍ତେ ଆଗରୁ କାହିଁକି ଉଦ୍ଧାର କଲେ ନାହିଁ? ସିଂହ ଗାତ ଭିତରେ ପଶିବାକୁ ଦେଲେ କାହିଁକି, ଯଦି ତାର କିଛି କ୍ଷତି ହେଇଯାଇଥାନ୍ତା? ମୁଁ ତାଙ୍କୁ କହିଲି, ଭାଇ ଦାନିଏଲକୁ ସିଂହ ଗାତ ଭିତରେ ପକେଇବାର ପରମେଶ୍ୱରଙ୍କର ଗୋଟେ ଉଦ୍ଦେଶ୍ୟ ଅଛି। ସେଇ କଥା ଆପଣ ଆଜି ପର୍ଯ୍ୟନ୍ତ ଜାଣିପାରିନାହାନ୍ତି। ଆପଣ ଜନ୍ମରୁ ଖ୍ରୀଷ୍ଟିଆନ କିନ୍ତୁ ବୁଝିପାରିନାହାନ୍ତି। ଦାନିଏଲକୁ ସିଂହ ଗାତରେ ପକେଇବା ଦ୍ୱାରା ପରମେଶ୍ୱରଙ୍କର ମହିମା ପ୍ରକାଶ ପାଇଲା। ସେ ଗୌରବାନ୍ୱିତ ହେଲେ। ଏଇ କଥା କାହିଁକି ଭୁଲି ଯାଉଛନ୍ତି? ଦେଖନ୍ତୁ 26ରେ କ'ଣ ଲେଖାଯାଏ ମା?
ମୁଁ ଏହି ଆଜ୍ଞା କହୁଅଛି ଯେ ମୋର ରାଜ୍ୟ ସମୁଦାୟ ପ୍ରଦେଶର ଲୋକମାନେ ଦାନିଏଲଙ୍କର ପରମେଶ୍ୱରଙ୍କ କ୍ଷମରେ କମ୍ପିତ ଓ ଭୀତ, ହାଲେଲୁୟା। ପଢ଼ ପଢ଼ ମା, ପଢ଼। କାରଣ ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି ଓ ତାହାଙ୍କର ରାଜ୍ୟ ଅବିନାଶ୍ୟ ଅଟେ, ପୁଣି ତାହାଙ୍କର କର୍ତ୍ତୃତ୍ୱ ଶେଷ ପର୍ଯ୍ୟନ୍ତ ହିଁ ଥିବ। ହାଲେଲୁୟା। ପରମେଶ୍ୱର କେମିତି ମହିମାନ୍ୱିତ ହେଇଛନ୍ତି। ଯେଉଁ ଦେଶର ରାଜା ପ୍ରତିମା ନିର୍ମାଣ କରିଥିଲେ ଆଉ ସେ ପ୍ରତିମାକୁ ସେବା କରିବାକୁ କହୁଥିଲେ, ସେଇ ଦେଶର ରାଜା ବର୍ତ୍ତମାନ କହୁଛନ୍ତି, ଯେଉଁ ଦେଶରେ ନିୟମ କରାଯାଇଥିଲା ଯେ ତାଙ୍କ ଛଡ଼ା ଆଉ କାହାରିକୁ ସେବା କରାଯିବ ନାହିଁ, ସେଇ ଦେଶର ରାଜା କହୁଛନ୍ତି, ଆଜ୍ଞା କରୁଛନ୍ତି ଯେ ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶରେ ଲୋକମାନେ ଦାନିଏଲଙ୍କ ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅନ୍ତୁ, ଭୀତ ହୁଅନ୍ତୁ, କାରଣ ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି। ହାଲେଲୁୟା। କେବଳ ସେଇଥିପାଇଁ ପ୍ରିୟମାନେ ପରମେଶ୍ୱରଙ୍କର ମହିମା ପ୍ରକାଶ ପାଇବା ପାଇଁ, ସେ ଗୌରବାନ୍ୱିତ ହେବା ପାଇଁ ଦାନିଏଲକୁ ସିଂହ ଗାତରେ ପକାଯାଇଥିଲା। ଆଉ ସେଥିପାଇଁ ପରମେଶ୍ୱର ଅନୁମତି ଦେଲେ, କାରଣ ପରମେଶ୍ୱରଙ୍କ ଅନୁମତି ବିନା କୌଣସି କାର୍ଯ୍ୟ ହେଇନଥାଏ। ହାଲେଲୁୟା। ପାଉଲ ଓ ଶିଲାଙ୍କ ବିଷୟରେ ଦେଖିବା। ପାଉଲ ଆଉ ଶିଲା, ମୁଁ ତାଙ୍କୁ କହିଲି, ଭାଇ ଏଇ ବିଷୟରେ ମଧ୍ୟ ଆପଣ କହିବେ, ମୁଁ ଜାଣିଛି। ପାଉଲ ଆଉ ଶିଲାଙ୍କୁ ସେ ଜେଲ ଭିତରେ କାହିଁକି ପକାଯାଉଥିଲା? ତା ପୂର୍ବରୁ କ'ଣ ପରମେଶ୍ୱର ଚାହିଁଥିଲେ ଉଦ୍ଧାର କରିପାରିନଥାନ୍ତେ କି? ମୁଁ କହିଥିଲି ହଁ ପାରିଥାନ୍ତେ, କିନ୍ତୁ ଭାଇ ପରମେଶ୍ୱରଙ୍କର ମହିମା ପ୍ରକାଶ ହୁଅନ୍ତା ନାହିଁ, ସେ ଗୌରବାନ୍ୱିତ ହେଇନଥାନ୍ତେ, ନୂଆ ନୂଆ ଆତ୍ମା ପରମେଶ୍ୱରଙ୍କର ପରିଚୟ ପାଇନଥାନ୍ତି, ତାଙ୍କୁ ଗ୍ରହଣ କରିନଥାନ୍ତି। ଆସନ୍ତୁ ଦେଖିବା ପ୍ରେରିତ 16 ପର୍ବ 25 ପଦ। କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶିଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ। ଜେଲରେ ଥାଇ କ'ଣ କରୁଥିଲେ? ଈଶ୍ୱରଙ୍କର ସ୍ତବଗାନ କରୁଥିଲେ, ହାତରେ ଶୃଙ୍ଖଳ, ପାଦରେ ବେଡ଼ି, ତଥାପି ସେମାନେ ପରମେଶ୍ୱରଙ୍କର ପ୍ରଶଂସା ଗାନ କରୁଥିଲେ। 29-30ରେ କ'ଣ ଲେଖାଯାଏ ମା? ଆଉ ସେମାନେ ଆସି ସେମାନଙ୍କୁ ବିନତି କଲେ, ପୁଣି ସେମାନଙ୍କୁ ବାହାର କରି ଆଣ, ନଗରର ବାହାରେ ଯିବା ନିମନ୍ତେ ସେମାନଙ୍କୁ ଅନୁରୋଧ କଲେ। ହାଲେଲୁୟା। ଏଟା କୋଉମାନେ? ସେଇ ଅଫିସର ମାନେ, ରାଜକର୍ମଚାରୀମାନେ, ସେନାପତିମାନେ, ସେମାନେ କହୁଛନ୍ତି ସେମାନଙ୍କୁ ନଗର ବାହାରକୁ ନେଇ ଆସ, ସେମାନଙ୍କୁ କାରାମୁକ୍ତ କରିଦିଅ, ଛାଡ଼ିଦିଅ। କେତେବେଳେ? ସକାଳେ। କେତେବେଳେ? ଯେତେବେଳେ ସେ କାରାରକ୍ଷକ ଆଉ ତାଙ୍କ ପରିବାର ଉଦ୍ଧାର ପାଇସାରିଛନ୍ତି ସେତେବେଳେ। ହାଲେଲୁୟା। ଈଶ୍ୱରଙ୍କର ଉଦ୍ଦେଶ୍ୟ ଥିଲା ତାଙ୍କର ମହିମା ପ୍ରକାଶ କରିବା, କାରାରକ୍ଷକ ଆଉ ତାଙ୍କର ପରିବାର ତାଙ୍କୁ ଜାଣିବା ଆଉ ତାଙ୍କୁ ଗ୍ରହଣ କରିବା। ଏଇ ଉଦ୍ଦେଶ୍ୟ ଥିଲା, ଯେଉଁ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ସଦାପ୍ରଭୁ ଶିଲା ଓ ପାଉଲଙ୍କୁ ସେଇ ବନ୍ଦୀଶାଳା ଭିତରକୁ ନେଇକି ରଖିଥିଲେ। ସେଥିପାଇଁ ସେମାନଙ୍କୁ ଅନୁମତି ପ୍ରଦାନ କରିଥିଲେ। 33-34 କ'ଣ ଲେଖାଯାଏ ମା? ସେମାନଙ୍କ ରାତ୍ରିରେ ସେ ଘଡ଼ିରେ ଘେନି ଯାଇ ସେମାନଙ୍କ ପ୍ରହାରର କ୍ଷତ ସବୁ ଧୋଇଦେଲେ, ପୁଣି ସେ ଓ ତାଙ୍କର ସମସ୍ତେ ସେହି କ୍ଷଣି ବାପ୍ତିଜିତ ହେଲେ। ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନି ଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ୱରଙ୍କ ଠାରେ ବିଶ୍ୱାସ କରି ଅତ୍ୟନ୍ତ ଆନନ୍ଦିତ ହେଲେ। ହାଲେଲୁୟା। ସମସ୍ତ ପରିବାର ଈଶ୍ୱରଙ୍କୁ ଗ୍ରହଣ କଲେ, ବାପ୍ତିସ୍ମ ନେଲେ ଆଉ ଆନନ୍ଦିତ ହେଲେ। ହାଲେଲୁୟା। ଭାଇଙ୍କର ମୁହଁକୁ ଦେଖିଲି, ନିର୍ବିକାର, ବୋଧେ ତାଙ୍କ ଭିତରେ ପୁରା
ପ୍ରିଣ୍ଟ ହେଇକି ରହିଯାଇଛି ଯେ ପରମେଶ୍ୱର ସର୍ବଶକ୍ତିମାନ ନୁହନ୍ତି। ଆଉ ଥରେ କହି ରଖୁଛି, ସେ ଜନ୍ମରୁ ଖ୍ରୀଷ୍ଟିଆନ, ଆଉ ଗୋଟେ ପାଷ୍ଟରଙ୍କ ଘର ପୁଅ। ହାଲେଲୁୟା। ଯୀଶୁ କ୍ରୁଶରେ ମୃତ ହେଲେ ସତ, ଯୀଶୁ ମୃତ ହେଲେ, ଯୀଶୁ କବରସ୍ଥ ହେଲେ, ଯୀଶୁ ପାତାଳକୁ ଓହ୍ଲେଇଲେ। ହଁ, ସେ କୋରଡ଼ା ପ୍ରହାର ସହିଲେ, ନିନ୍ଦା ସହିଲେ, ଅପମାନ ସହିଲେ। ସେ ପଚାରୁଛନ୍ତି, ହଁ ଏଇ କଥା ତ ମୁଁ କହିବାକୁ ଚାହୁଁଛି, ସେ ତ ଈଶ୍ୱରଙ୍କର ପୁତ୍ର, ସେ କାହିଁକି ପ୍ରହାରିତ ହେଲେ? ସେ ତ ଈଶ୍ୱରଙ୍କର ପୁତ୍ର, ସେ କାହିଁକି କ୍ରୁଶରେ ଚଢ଼ିଲେ? ଅନ୍ୟମାନେ କାହିଁକି ତାଙ୍କର ଜୀବନ ନେଲେ? ମୁଁ କହିଲି, ଭାଇ ସେଥିରେ ବି ତାଙ୍କର ଉଦ୍ଦେଶ୍ୟ ରହିଛି, ସେଥିରେ ବି ତାଙ୍କର ମହିମା ପ୍ରକାଶ ପାଉଛି। ଆପଣ ଆଜି ବୁଝିବାକୁ ଚେଷ୍ଟା କରନ୍ତୁ। ହଁ, ହୁଏତ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ବନ୍ଧାଗଲା, ଯେତେବେଳେ ପ୍ରଭୁ ଯୀଶୁଙ୍କୁ ବିଚାର କରାଗଲା, ମୃତ୍ୟୁ ଦଣ୍ଡ ଦିଆଗଲା, ଶୈତାନ ଆଉ ଶୈତାନର ଦୂତମାନେ ବହୁତ ଖୁସି ହେଇଥିଲେ। ଯେତେବେଳେ ପ୍ରଭୁ ଯୀଶୁଙ୍କୁ କ୍ରୁଶ କାଠରେ ଟଙ୍ଗାଗଲା, ଯେତେବେଳେ ପ୍ରଭୁ ଯୀଶୁ ମୃତ୍ୟୁବରଣ କଲେ, ଯେତେବେଳେ ପ୍ରଭୁ ଯୀଶୁଙ୍କୁ ନେଇ କବରରେ ଶୁଆଗଲା, ଶୈତାନ ଆଉ ଶୈତାନର ଦୂତ କେତେ ଖୁସି ହେଇଥିବେ। ୟେସ୍ ପ୍ରିୟମାନେ, କିନ୍ତୁ ସତ୍ୟ କଥା ସେମାନେ ଜାଣନ୍ତି ନାହିଁ। এই ପୃଥିବୀରେ ହଉ କି ସ୍ୱର୍ଗରେ ହଉ, ପରମେଶ୍ୱରଙ୍କର ଆଜ୍ଞା ବିନା କୌଣସି କାର୍ଯ୍ୟ ହେଇନଥାଏ। ପରମେଶ୍ୱରଙ୍କ ଯଦି ଆଜ୍ଞା ନଥାନ୍ତା, ଇଚ୍ଛା ଯଦି ନଥାନ୍ତା, ପ୍ରଭୁ ଯୀଶୁ କ୍ରୁଶରେ ଚଢ଼ି ନଥାନ୍ତେ, କବରସାଇ ହେଇନଥାନ୍ତେ, କି ପାତାଳକୁ ଓହ୍ଲେଇ ନଥାନ୍ତେ। এই ପାତାଳକୁ ଓହ୍ଲେଇବା ଯୋଗୁଁ ପରମେଶ୍ୱରର ଉଦ୍ଦେଶ୍ୟ ଯେ ସାଧିତ ହେବାକୁ ଯାଉଛି, ଶୈତାନ ଜାଣିନଥିଲା। ଯେତେବେଳେ ସେ ପାତାଳରେ ତାଙ୍କୁ ଦେଖିଲା, ସେତେବେଳେ ହୁଏତ ମୁଁ କଳ୍ପନା କରୁଛି ଯେ ଶୈତାନପୁରୀରେ ଗୋଟେ ବିରାଟ ଉତ୍ସବ ପାଳିତ ହୋଇଥିବ। କାରଣ ତାର ସବୁଠାରୁ ବଡ଼ ଶତ୍ରୁ ଯିଏକି ଆମର ପରମେଶ୍ୱର ଅଟନ୍ତି, ତାଙ୍କର ଏକମାତ୍ର ପୁତ୍ର ଆଜି ତାର କବଳିତ। ମୃତ୍ୟୁ ତାର ସବୁଠାରୁ ବଡ଼ ଅସ୍ତ୍ର, ମୃତ୍ୟୁ ଦ୍ୱାରା ସେ ତାଙ୍କୁ କବଳ କରିଦେଇଛି, ତାଙ୍କୁ ପାତାଳକୁ ଓହ୍ଲେଇ ଆଣିଛି। କେତେ ଖୁସି ହେଉଥିବ ନର୍କପୁରୀରେ। କିନ୍ତୁ ଅଳ୍ପ ସମୟ ପରେ, ଅଳ୍ପ ସମୟର ଅବସ୍ଥା ଟିକେ ଚିନ୍ତା କରିବା, କଳ୍ପନା କରିବା, ଚିନ୍ତା ନୁହେଁ। ଯେତେବେଳେ ପବିତ୍ର ଆତ୍ମା ସେ ମଧ୍ୟକୁ ପ୍ରବେଶ କଲେ, ଆଉ ପ୍ରଭୁ ଯୀଶୁ ସେଇ ଭିତରୁ ଉତ୍ଥିତ ହେଲେ, ଯେମିତି ଠିକ୍ ରକେଟ ଉପରକୁ ଉଠିଥାଏ, ପ୍ରଭୁ ଯୀଶୁ ସେଇ ପାତାଳରୁ ନିଜକୁ ଉପରକୁ ନେଇ ଆସିଲେ। ଶୈତାନର କୌଣସି ଶକ୍ତି ତାଙ୍କୁ ରୋକି ପାରିଲା ନାହିଁ। ଶୈତାନର ଲକ୍ଷ ଲକ୍ଷ ଦୂତ ପ୍ରଭୁ ଯୀଶୁଙ୍କୁ ଅବରୋଧ କରିପାରିଲେ ନାହିଁ। ଶୈତାନର ସବୁ ଶକ୍ତିକୁ ପ୍ରଭୁ ଯୀଶୁ ପରାସ୍ତ କରିଦେଲେ। ମୃତ୍ୟୁର ଶକ୍ତି, ଯାହା ଯେଉଁ ଶକ୍ତି ଦ୍ୱାରା ଫଳରେ ସିଏ ନିଜକୁ ଗର୍ବ ଅନୁଭବ କରୁଥିଲା ଯେ ମୋ ପାଖରେ ସବୁଠାରୁ ଅମୋଘ ଅସ୍ତ୍ର ଅଛି, ମୃତ୍ୟୁ, ଆଉ ଈଶ୍ୱରଙ୍କର ପୁତ୍ରକୁ ମୁଁ ମୃତ୍ୟୁ ଦେଇସାରିଛି। ଯେଉଁ ଗର୍ବ ଥିଲା, ତାର ଗର୍ବ ଖର୍ବ ହେଇଗଲା। ମୃତ୍ୟୁ ନାମକ ସେ ଅସ୍ତ୍ରକୁ ସେ ପରାସ୍ତ କରିଦେଲେ। ଶୈତାନକୁ ଅସ୍ତ୍ର ବିହୀନ କରିଦେଲେ, ଅସ୍ତ୍ର ଶୂନ୍ୟ କରିଦେଲେ। ସେତେବେଳେ ଶୈତାନ ଆଉ ତାର ସେ ଦଳର ଅବସ୍ଥା କ'ଣ ହେଇଥିବ ଟିକେ ଚିନ୍ତା କରିବା ପ୍ରିୟମାନେ। ୟେସ୍, ରୋମିଓ 8:11। ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠେଇଲେ,
ତାହାଙ୍କର ଆତ୍ମା ଯଦି ତୁମମାନଙ୍କ ଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମମାନଙ୍କ ଠାରେ ବାସ କରୁଥିବା ଆପଣ ଆତ୍ମାଙ୍କ ଦ୍ୱାରା ତୁମମାନଙ୍କ ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ। ୟେସ୍ ପ୍ରିୟମାନେ, ସେଇ ପବିତ୍ର ଆତ୍ମା ଯେ ମୃତ୍ୟୁମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠେଇଲେ, ସେଇ ପବିତ୍ର ଆତ୍ମାଙ୍କର ଶକ୍ତି ଯାହା ଶୈତାନର ସବୁ ଶକ୍ତିକୁ ପରାଜିତ କରିଦେଇଥିଲା, ସେଇ ଶକ୍ତି, ସେଇ ଆତ୍ମା ଆମର ମର୍ତ୍ତ୍ୟ ଶରୀରକୁ ମଧ୍ୟ ଜୀବିତ କରିବେ। ହାଲେଲୁୟା। এই ପୃଥିବୀରେ ଆମର ରହଣି କେବଳ 2 ଦିନ ପ୍ରିୟମାନେ। এই ପୃଥିବୀରେ ଆମେ କେତେ ଦିନ ରହିବା? କିନ୍ତୁ ଯେତେବେଳେ ଆମେ ସେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଉଠାଯିବା, ଅନନ୍ତ କାଳ ପାଇଁ, ଅନନ୍ତ କାଳ ପର୍ଯ୍ୟନ୍ତ ଆମେ ସେଇ ସୁନ୍ଦର ସ୍ୱର୍ଗରେ ପ୍ରଭୁ ଯୀଶୁଙ୍କ ସହିତ ରହିବା। ହାଲେଲୁୟା। ମନେ ରଖିବା, ଆମେ ସାଧାରଣ ଲୋକ ନୁହେଁ, ଆମେ ଅସମ୍ଭବକୁ ସମ୍ଭବ କରିବା ଲୋକ। କାରଣ ଅସମ୍ଭବକୁ ସମ୍ଭବ କରିବା ପବିତ୍ର ଆତ୍ମା ଆମ ଭିତରେ ଅଛନ୍ତି। ଆମ ଜୀବନରେ ଯେତେବେଳେ ସମସ୍ୟା ଆସେ, ଦୁଃଖ ଆସେ, ତାଡ଼ନା ଆସେ, ସେତେବେଳେ ସେ ମହିମାନ୍ୱିତ ହୋଇଥାନ୍ତି, ଆମକୁ ସେ ଉଦ୍ଧାର କରିଥାନ୍ତି। ଆଉ ଉଦ୍ଧାର କରିବା ଦ୍ୱାରା ସେ ମହିମାନ୍ୱିତ ହୁଅନ୍ତି। 2 କରିନ୍ଥୀୟ 12 ପର୍ବ 9 ପଦ। ଆଉ ସେ କହିଅଛନ୍ତି, ଆମର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମର ଶକ୍ତି ସିଦ୍ଧ ହୁଏ। ଅତଃ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି। ମୋର ଦୁର୍ବଳତାରେ ମୁଁ ଦର୍ପ କରିବି, କାରଣ ଦୁର୍ବଳତାରେ ତାଙ୍କର ଶକ୍ତି ସିଦ୍ଧ ହୁଏ। ମୁଁ ଯେତେବେଳେ ରୋଗାକ୍ରାନ୍ତ ହେଉଛି, ସେତେବେଳକୁ ମୁଁ ଦର୍ପ କରିବି, କାରଣ ସେ ମୋତେ ସୁସ୍ଥ କରିବେ। ତାଙ୍କର ଶକ୍ତି ମୋ ଜୀବନରେ ସିଦ୍ଧ ହେବ। ମୁଁ ଯେତେବେଳେ ଦୁର୍ବଳ ଅଛି, ସେତେବେଳେ ମଧ୍ୟ ମୁଁ ତାଙ୍କର ପ୍ରଶଂସା କରିବି, ମୁଁ ଦର୍ପ କରିବି, କାରଣ ସେ ମୋତେ ବଳ ଦେବେ। ଗୋଟେ ଗୀତ ମନେ ପଡ଼ିଯାଉଛି, जब मैंने सोचा मैं निर्बल हूँ, जब मैंने सोचा मैं निर्बल हूँ, तब प्रभु यीशु ने मुझसे कहा, निर्बल को बल देने वाला यीशु मैं तेरे साथ हूँ, निर्बल को बल देने वाला यीशु मैं तेरे साथ हूँ। यस प्रियମାନେ, ଦୁର୍ବଳକୁ ବଳ ଦେବା ପରମେଶ୍ୱର ସେ ଅଟନ୍ତି। ରୋଗୀକୁ ଆରୋଗ୍ୟ କରିବା ପରମେଶ୍ୱର ସେ ଅଟନ୍ତି। ଆଉ ସେ ଆମମାନଙ୍କ ସହିତ, ଆମମାନଙ୍କ ଭିତରେ ଅଛନ୍ତି। এই କଥା ଆମେ ଭୁଲିବା ନାହିଁ। ଏଫେସୀୟ 2 ପର୍ବ 10 ପଦରେ ଯାହା ଲେଖାଯାଏ, ଏହା ତ ତାଙ୍କର ଯୋଜନା। ଏଫେସୀୟ 2 ପର୍ବ 10 ପଦ, କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ଆମେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ। ହାଲେଲୁୟା। ଯେ ସକଳ ସତ୍କାର୍ଯ୍ୟ ଆମ୍ଭେମାନେ କରିବା ବୋଲିକି ଈଶ୍ୱର କେବେ ସେ ଆୟୋଜନ କରିଥିଲେ? ଅନେକ ପୂର୍ବରୁ ଈଶ୍ୱର ଆୟୋଜନ କରିଥିଲେ। ଆଚରଣରେ ସେହି ସବୁ ସାଧନ କରିବା ନିମନ୍ତେ ଆମେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ସୃଷ୍ଟ ଅଟୁ। ହାଲେଲୁୟା। ଭାବିବା ନାହିଁ ଆମର ଇଚ୍ଛାରେ ଆମେ କରୁଛୁ। ୟେସ୍ ପ୍ରିୟମାନେ, ଆମର ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ଯଦି ତାଙ୍କ ହାତରେ ସମର୍ପଣ କରୁ, ସେ ତାଙ୍କର ପୂର୍ବ ନିର୍ଦ୍ଧିତ ଯୋଜନା ଅନୁଯାୟୀ ଆମର ପ୍ରତ୍ୟେକ ବିଷୟକୁ ସେ ବ୍ୟବହାର କରିବେ। ଆମ ଜୀବନରେ ତାଙ୍କର ଇଚ୍ଛା ପୂରଣ କରିବେ। ସେ ଯାହା ଆୟୋଜନ କରିକି ରଖିଛନ୍ତି, ସେଇ ସତ୍କାର୍ଯ୍ୟ ଗୁଡ଼ିକ ଆମ ଦ୍ୱାରା ସେ କରିବେ।
ମନେ ରଖନ୍ତୁ ଆମେ କିଛି କରିପାରିବା ନାହିଁ ଯଦି ଆମର ପ୍ରତ୍ୟେକ ବିଷୟକୁ ତାଙ୍କ ହାତରେ ସମର୍ପଣ କରୁ ତାହେଲେ ସତ୍ କାର୍ଯ୍ୟ ସେ କରିବେ। ପରାକ୍ରମ ଦ୍ୱାରା ନୁହେଁ କିମ୍ବା ନିଜ ବଳ ଦ୍ୱାରା ନୁହେଁ, ମାତ୍ର ଆମର ଆତ୍ମା ଦ୍ୱାରା। ଜିଖରିୟ 4 6 ପଦରେ କ'ଣ ଲେଖାଯାଏ ମା? ତହିଁରେ ସେ ମୋତେ ଉତ୍ତର କରି କହିଲେ, ଏହା ଜିରୁବାବେଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ଯଥାକ୍ରମ ଦ୍ୱାରା ନୁହେଁ କିମ୍ବା ବଳ ଦ୍ୱାରା ନୁହେଁ, ମାତ୍ର ଆମର ଆତ୍ମା ଦ୍ୱାରା ଏହି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ହାଲେଲୁୟା। ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। କ'ଣ କହନ୍ତି? ଏହା ଜିରୁବାବେଲଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟ ଯଥା ପରାକ୍ରମ ଦ୍ୱାରା ନୁହେଁ, ନିଜର ପରାକ୍ରମ ଦ୍ୱାରା ନୁହେଁ କିମ୍ବା ନିଜର ବଳ ଦ୍ୱାରା ନୁହେଁ, କିନ୍ତୁ ଆମ୍ଭର ଆତ୍ମା ଦ୍ୱାରା। ଆଜି ଆପଣଙ୍କୁ ଆଉ ମୋତେ ସେ କହିବାକୁ ଚାହାନ୍ତି, ପ୍ରିୟମାନେ, ଆମ ନିଜର ପରାକ୍ରମ ଦ୍ୱାରା ଆମେ କିଛି କରିପାରିବା ନାହିଁ, ଆମର ବଳ ଦ୍ୱାରା ଆମେ କିଛି କରିପାରିବା ନାହିଁ, ଆମର ଜ୍ଞାନ ଦ୍ୱାରା ଆମେ କିଛି କରିପାରିବା ନାହିଁ, କିନ୍ତୁ ସେଇ ଆତ୍ମାଙ୍କ ଦ୍ୱାରା, ଯେଉଁ ସାହାଯ୍ୟକାରୀ ଆତ୍ମାଙ୍କୁ ଆପଣଙ୍କ ଭିତରେ ସେ ସ୍ଥାପନ କରିଛନ୍ତି, ଯେଉଁ ସାହାଯ୍ୟକାରୀ ଆତ୍ମାକୁ ମୋ ଭିତରକୁ ସେ ପଠାଇଛନ୍ତି, ସେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ସବୁ କରିପାରିବା। ଭରସା ପ୍ରାପ୍ତ ହେବା, ବିଶ୍ୱାସ କରିବା, କାରଣ ସେ ଆମ ସହିତ ଅଛନ୍ତି। ଫିଲିପିଓ 2:13। କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ୱର ଆପଣା ମଙ୍ଗଳମୟ ସଂକଳ୍ପ ସାଫଲ୍ୟ ନିମନ୍ତେ ତୁମମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି। ହାଲେଲୁୟା। ସେ କୋଉଠି କାର୍ଯ୍ୟ କରନ୍ତି? ଆମର ଅନ୍ତରରେ କାର୍ଯ୍ୟ କରନ୍ତି। କିଏ ସେଇ କାର୍ଯ୍ୟ କରନ୍ତି? ଆଉ କୋଉ କାର୍ଯ୍ୟ କରନ୍ତି? କାରଣ ତାଙ୍କର ଇଚ୍ଛା, କାରଣ ଇଚ୍ଛା କରିବା ପାଇଁ ଆଉ ସାଧନ କରିବା ପାଇଁ, ଇଚ୍ଛା କରିବାକୁ ଆଉ ସେ ଇଚ୍ଛାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଈଶ୍ୱର ତାଙ୍କର ମଙ୍ଗଳମୟ ସଂକଳ୍ପ ଯାହା ଥିଲା ଆମ ଜୀବନରେ, ତାଙ୍କର ମଙ୍ଗଳମୟ ସଂକଳ୍ପ ତାକୁ ସାଫଲ୍ୟ କରିବା ପାଇଁ, ତାକୁ ସାକାର କରିବା ପାଇଁ ଆମମାନଙ୍କ ହୃଦୟରେ ବାସ କରନ୍ତି ଆଉ ଆମମାନଙ୍କର ଭିତରେ ଅନ୍ତରରେ ସେ କାର୍ଯ୍ୟ କରନ୍ତି। ୟେସ୍ ପ୍ରିୟମାନେ, ସୁଧୁରି ଯିବା ଆମର ଜ୍ଞାନରେ ନୁହେଁ, ଆମର ବଳରେ ନାହିଁ, ଆମର ବୁଦ୍ଧିରେ ନୁହେଁ, ତାଙ୍କର ଅନୁଗ୍ରହରେ, ସେହି ପବିତ୍ର ଆତ୍ମାଙ୍କର ସାହାଯ୍ୟରେ, ପବିତ୍ର ଆତ୍ମାଙ୍କ ଉପରେ ଭରସା କରିବା, ତାଙ୍କର ଉପସ୍ଥିତିକୁ ମାଗିବା, ଭରସା ପ୍ରାପ୍ତ ହେବା ଆଉ ତାଙ୍କୁ ବିଶ୍ୱାସ କରିବା। ପାଉଲ କହନ୍ତି, କ'ଣ କହନ୍ତି ପାଉଲ? ଫିଲିପିଓ 4:13 ଟିକେ ଦେଖିବା। ମହାନ ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ। ହାଲେଲୁୟା। ନିଜର ବଳ ଦ୍ୱାରା ନୁହେଁ, ନିଜର ଜ୍ଞାନ, ନିଜର ବୁଦ୍ଧି ଦ୍ୱାରା ନୁହେଁ, ମୋର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସବୁ କରିପାରେ। ସେଦିନ ପାଉଲ କହିଥିଲେ, ଆଜି ଆମେ ସମସ୍ତେ କହିବା ଯେ ମୋର ଶକ୍ତିଦାତା ପ୍ରଭୁ ଯୀଶୁଙ୍କ ସାହାଯ୍ୟରେ, ମୋର ଶକ୍ତିଦାତା ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ମୁଁ ସବୁ କରିପାରେ, ମୋ ପାଖରେ ଅସମ୍ଭବ କିଛି ନାହିଁ। ଆଉ ସେଇଥିପାଇଁ ପ୍ରଭୁ ଯୀଶୁ କହିଲେ, ଯାଅ ପୀଡ଼ିତମାନଙ୍କୁ ସୁସ୍ଥ କର, ଭୂତମାନଙ୍କୁ ଛଡ଼ାଅ, ମୁଁ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିଛି ସେଇ ସବୁ ତୁମେମାନେ ମଧ୍ୟ କରିବ, ବରଂ ତାଠାରୁ ଅଧିକ କରିବ। ହାଲେଲୁୟା। ସେ ଅସମ୍ଭବ ସମ୍ଭବକାରୀ ପରମେଶ୍ୱର ଅଟନ୍ତି ଆଉ ତାଙ୍କର ଶକ୍ତିରେ ଆମେ ବି ଅସମ୍ଭବକୁ ସମ୍ଭବ କରିବା। ଦାଉଦ କ'ଣ କହନ୍ତି? ଗୀତ ସଂହିତା 18:29 ତୁମ ଦ୍ୱାରା ମୁଁ ସୈନ୍ୟଦଳ ଉପରେ ଦୌଡ଼େ ଓ ମୋ ପରମେଶ୍ୱରଙ୍କୁ ପ୍ରାଚୀନ ଦିଏ। ହାଲେଲୁୟା। କ'ଣ ଲେଖାଯାଏ? ଆଉଥରେ ଟିକେ ପଢ଼ ମା। କାରଣ ତୁମ ଦ୍ୱାରା ମୁଁ ସୈନ୍ୟଦଳ ଉପରେ ଦୌଡ଼େ ଓ ମୋ ପରମେଶ୍ୱରଙ୍କ ଦ୍ୱାରା ମୁଁ ପ୍ରାଚୀନ ଦିଏ। କାହା ଦ୍ୱାରା?
ନିଜର ଶକ୍ତି ଦ୍ୱାରା ନୁହେଁ। ପରମେଶ୍ୱରଙ୍କୁ ଦାଉଦ କହୁଛନ୍ତି ତୁମ ଦ୍ୱାରା ମୁଁ ସୈନ୍ୟ ଦଳ ଉପରେ ଦୌଡ଼େ ଓ ମୋ ପରମେଶ୍ୱରଙ୍କ ଦ୍ୱାରା ମୁଁ ପ୍ରାଚୀରକୁ ମଧ୍ୟ ଡେଇଁ ଯାଇଥାଏ। ଏଇ ଅଫିସ୍ ଯାକରେ ଯେଉଁ ପ୍ରାଚୀର ଅଛି, ଘରେ ଯେଉଁ ପ୍ରାଚୀର ଅଛି, ସେଇ ପ୍ରାଚୀର ନୁହେଁ ପ୍ରିୟମାନେ। ସେତେବେଳେ ଯେଉଁ ପ୍ରାଚୀର ଯାକ ଥିଲା, ଆମେ ଫିଲ୍ମ ଯାକରେ ଦେଖିଛୁ ନାହିଁ କି, ଦୁର୍ଗ ଯାକର ପ୍ରାଚୀର କେତେ ବଡ଼ ବଡ଼ ପ୍ରାଚୀର। ସେହି ପ୍ରାଚୀରକୁ ଡେଇଁବାକୁ ମଧ୍ୟ ପରମେଶ୍ୱରଙ୍କ ଶକ୍ତିରେ ସେ ଦିଅନ୍ତି। ଏକଥା ସେ ସ୍ୱୀକାର କରୁଛନ୍ତି। ଆଜି ପ୍ରଭୁ ଚାହାନ୍ତି ଆମେ ସମସ୍ତେ ସ୍ୱୀକାର କରିବା, ହେ ପରମେଶ୍ୱର, ହେ ପ୍ରଭୁ ଯୀଶୁ, ହେ ପବିତ୍ର ଆତ୍ମା, ତୁମର ଶକ୍ତିରେ ମୁଁ ସବୁ କରିପାରେ। ହାଲେଲୁୟା। ଆମେ ଭାବୁଛୁ ଦେଖିବା କ'ଣ ଭାବୁଛୁ। ପ୍ରଥମ କରିନ୍ଥିୟ 8:1। ପ୍ରଥମ କରିନ୍ଥିୟ 8:1 କ'ଣ ଲେଖାଯାଏ? ଦେବପ୍ରସାଦ ସମ୍ବନ୍ଧରେ ମୋର ଉତ୍ତର ଏହି, ଆମ୍ଭ ସମସ୍ତଙ୍କୁ ଆଗେ ଅଛି ବୋଲି ତୁମେମାନେ ଯାହା କହୁଅଛ ତାହା ଆମ୍ଭେମାନେ ଜାଣୁ। ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମର ନିଷ୍ଠା ଜାତ ହୁଏ। ହାଲେଲୁୟା। ଜ୍ଞାନ ଅହଙ୍କାର ଜନ୍ମାଏ। ମୁଁ ଯଦି ବେଶୀ ଜ୍ଞାନୀ ତାହେଲେ ମୋ ଭିତରେ ଅହଂଭାବ ପଳେଇ ଆସିବ। ମୁଁ ସବୁ ଜାଣିଛି, ମୋ ପାଖରେ ଯଦି ବଳ ବେଶୀ ଅଛି, ମୁଁ ସବୁ କରିପାରିବି। ବାକ୍ୟରେ ଲେଖାଯାଏ ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ଯଦି ଆମେ ପ୍ରେମ କରୁ ତାହେଲେ ନିଷ୍ଠା ଜନ୍ମିବ। ସେଥିପାଇଁ ତ ପ୍ରଭୁ ଯୀଶୁ ଆମକୁ ଶିକ୍ଷା ଦେଲେ, ମୁଁ ଯେମିତି ତୁମକୁ ପ୍ରେମ କରିଛି ତୁମେମାନେ ମଧ୍ୟ ପରସ୍ପରକୁ ପ୍ରେମ କର, ଶତ୍ରୁକୁ ମଧ୍ୟ ପ୍ରେମ କର। ୟେସ୍ ପ୍ରିୟମାନେ, ଆମେ ତାଙ୍କର ସେହି ଆଜ୍ଞା ଯଦି ପାଳନ କରୁ ତାହେଲେ ଆମେ ବି ଅସମ୍ଭବକୁ ସମ୍ଭବ କରିବା, ଆମେ ବି ସେହି ସ୍ୱର୍ଗ ରାଜ୍ୟର ଯୋଗ୍ୟ ହେବା। ହିତୋପଦେଶ 3:5 ଆଉ 6 କ'ଣ ଲେଖାଯାଏ? ତୁମେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନା ଆଉଜି ପଡ଼ ନାହିଁ। ଆପଣ ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମର ପଥ ସବୁ ସରଳ କରିବେ। ହାଲେଲୁୟା। ଆମର ସବୁ ଗତିରେ ଆମେ ତାଙ୍କୁ ସ୍ୱୀକାର କରିବା। ଶେଷ ପଦ ପାଠ କରି ମୁଁ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି। 2 କରିନ୍ଥିୟ 12:10। ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନର, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ, କାରଣ ଯେତେବେଳେ ମୁଁ ଦୁର୍ବଳ ସେତେବେଳେ ମୁଁ ବଳବାନ। ହାଲେଲୁୟା। ଯେତେବେଳେ ଆମେ ଦୁର୍ବଳ ଆମେ ସେତେବେଳେ ବଳବାନ। କାରଣ ଆମେ ଯେତେବେଳେ ଦୁର୍ବଳ ହେବା ସେତେବେଳକୁ ସେ ଆମ ଭିତରେ କାର୍ଯ୍ୟ କରିବେ। ସେତେବେଳକୁ ସେ ଯେତେବେଳେ ଆମେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବା ସେତେବେଳେ ଆମେ ସମ୍ପୂର୍ଣ୍ଣ ରୂପେ ତାଙ୍କ ଉପରେ ନିର୍ଭର କରିବା। ଆଉ ଯେତେବେଳେ ତାଙ୍କ ଉପରେ ଆମେ ନିର୍ଭର କରିବାକୁ ଆରମ୍ଭ କରିବା ସେ ଆମ୍ଭମାନଙ୍କର ବଳ ହେବେ। ସେତେବେଳେ ଆମେ ବଳବାନ ହେବା। କେତେବେଳେ? ଯେତେବେଳେ ଆମେମାନେ ସମ୍ପୂର୍ଣ୍ଣ ଦୁର୍ବଳ, ସେତେବେଳେ ଆମେ ସମ୍ପୂର୍ଣ୍ଣ ସବଳ ଅଟୁ। ତାଙ୍କର ଶକ୍ତିରେ ଆମେ ଶକ୍ତିମାନ ହେବା। ତେଣୁକରି ଆମ ଜୀବନରେ ଦୁର୍ବଳତା ଆସୁ, ଦୁଃଖ କରିବା ନାହିଁ, ଖୁସି ହେବା। ଆମ ଜୀବନରେ ତାଡ଼ନା ଆସୁ, ସବୁକିଛି ପ୍ରଭୁ ଯୀଶୁ ସହ୍ୟ କଲା ପରି ସହିଯିବା। କାରଣ ତା ଦ୍ୱାରା ସେ ଗୌରବାନ୍ୱିତ ହେବେ। ତା ଦ୍ୱାରା ଆମ ଭିତରେ ଯେଉଁ ପ୍ରଭୁ ଯୀଶୁ ଅଛନ୍ତି, ଆମ ଭିତରେ ଯେଉଁ ପବିତ୍ର ଆତ୍ମା ଅଛନ୍ତି, ଆମ ଭିତରେ ଯେଉଁ ପରମେଶ୍ୱର ଅଛନ୍ତି, ସେ ଗୌରବାନ୍ୱିତ ହେବେ, ସେ ମହିମାନ୍ୱିତ ହେବେ। ଯେତେବେଳେ ଆମ ଜୀବନରେ ଦୁର୍ଦ୍ଦଶା ଆସେ, ଯେତେବେଳେ ଆମ ଜୀବନରେ ତାଡ଼ନା ଆସେ, ସେତେବେଳେ ଆମ ଜୀବନରେ ସେ ଗୌରବାନ୍ୱିତ ହେବେ। ସଦ୍ରକ ମେଷକ ଅବେଦନେଗୋକୁ ତାଡ଼ନା ଆସିଲା, ମୃତ୍ୟୁ ଦଣ୍ଡ ଦିଆଗଲା, ଅଗ୍ନି ମଧ୍ୟରେ, ଜ୍ୱଳନ୍ତା ଅଗ୍ନି ମଧ୍ୟରେ ତାଙ୍କୁ ଫିଙ୍ଗାଗଲା। ପରମେଶ୍ୱର ଗୌରବାନ୍ୱିତ ହେଲେ। ସମସ୍ତେ ଜାଣିଲେ
ଯେ ପରମେଶ୍ୱର ହିଁ ପ୍ରକୃତରେ ପରମେଶ୍ୱର ଅଟନ୍ତି, ଈଶ୍ୱର ଅଟନ୍ତି। ତାଙ୍କର ସାମର୍ଥ୍ୟକୁ, ତାଙ୍କର ପରିଚୟକୁ ସମସ୍ତେ ଜାଣିଲେ ଆଉ ଗ୍ରହଣ କଲେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ରୁବେନ ଭାଇଙ୍କର ସେଇ ଗୀତ ଏବେ ବି କାନରେ ଗୁଞ୍ଜରିତ ହୋଇ ଉଠୁଛି। ହାଲେଲୁୟା ଭାଇ, ଏଇଟା ପବିତ୍ର ଆତ୍ମା ଆପଣଙ୍କ ଭିତରେ କାମ କରିଛନ୍ତି ଭାଇ। ଗୋଟେ ଧାଡ଼ି ଗାଇ ଦିଅନ୍ତୁ। ମୁଁ ଯେ ଦୁର୍ବଳ ଦୁଃଖୀ ଶୋକାକୁଳ ସବୁ ଆଜି ମୋ ପ୍ରତିକୂଳ ପ୍ରଭୁ ତୁମେ ହିଁ ମୋର ଆଶ୍ରୟସ୍ଥଳ ପ୍ରଭୁ ତୁମେ ହିଁ ମୋର ଦୃଢ଼ ଶୈଳ କୋଳେ ଅସମ୍ଭାଳ ଦୁଃଖ ମୋ ସମ୍ଭାଳ ମୁଁ ଯେ ଦୁର୍ବଳ ଦୁଃଖୀ ଶୋକାକୁଳ ସବୁ ଆଜି ମୋ ପ୍ରତିକୂଳ। ହାଲେଲୁୟା।